চিন্তামণি পরম প্রেমময় শ্রী শ্রী ঠাকুর কুলচন্দ্র শতপ্রীতি অর্থে बोल मन आनंद सागरे कबार हरि 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 बोल परमाराध्या जगत जननी श्री श्री बड़मांग प्रीति अर्थे जुगाचार्य परम पूज्य पाद श्री श्री बड़मांग प्रीति अर्थे बोल मन आनंद सागरे कबार हरि 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 बोल
কমলে রত্ন সিংহাসনাস্তৌ সর্বালঙ্কার চমুত্তম নবধান রুচিরৌ শক্তি প্রত্যাগ্র দেব ভক্তায় ভাগেদর ধকরণ যুক্তং ব্রহ্মাঙ্গুরুদ্রে পুপতিয়া বেদানাং শাস্ত্রেকং সুদরজন পরিভূতৌ ব্রহ্ম দারুণ নমামি নারায়ণ পরাক্ষিরা নারায়ণ পরাঙ্কিতা নারায়ণ পরাঙ্গতি নারায়ণ মনর সদগুরু ଆଉ ଏ ଶ୍ରୀ ମୂର୍ତ୍ତିଙ୍କୁ ଧ୍ୟାଇରେ ମନର ସଦଗୁରୁ ଶ୍ରୀ ମୂର୍ତ୍ତିଙ୍କୁ কন্যা সা কন্যা দশ বল্লভা তস্য হারি পুকান্ত প্রসন্ন বরদু ভব পরম পূজ্যপাদ শ্রী শ্রী আচার্য দেবঙ্কর পুত আশীর্বাদକୁ বহন କରି ପୂଜନୀୟ ଅବିନ୍ଦାଙ୍କର ଐଶୀ ପ୍ରେରଣା କ୍ରମେ রায়গড়া জেলা স্তরীয় নিতেন্দ্র পরম প্রেমময় শ্রী শ্রী ঠাকুর অনুকূল চন্দ্রঙ্কর 138তম আবির্ভাব মহামহোৎসবর এই যে উপস্থিত মোর সাহিত্যানুরাগী পালানুরাগী কাব্যানুরাগী ভগবত পিপাসু শ্রীবৃন্দ কল্যাণময়ী স্নেহময়ী ভগবতীমতী মাতৃমণ্ডলী সাধু সজ্জন গুণীজ্ঞানী স্নেহর প্রাণর পুଅ ଝିଅ ସମସ୍ତଙ୍କୁ ମୋର ଯଥାଯୋଗ୍ୟ ସମାନ ଭଗବତୀ ପ୍ରୀତି ଶୁଭେଚ୍ଛା ଅନ୍ତରର ଜୟକୁ ଅର୍ପଣ କରି ପାଲାର ପାରମ୍ପରିକତା ମୌଳିକତାକୁ ରକ୍ଷା କରିବାକୁ ଯାଇ ସର୍ବାଦୌ ସର୍ବାଗ୍ରେ ଆରମ୍ଭ କରିଛି ମୋର ପ୍ରାରମ୍ଭିକ ସଙ୍ଗୀତ ରୂପକ ଏ ମଙ୍ଗଳାଚରଣ दिवसरे फल देखुवा असुधी दर्शक समाज मातृस्थानीय भगिनीस्थानीय मोर माँ मौसी मैंने गुरुकल्प मौसा युवक बंधु रुंडीभूत होता छोट छोट पिला आपण मानक हार्दिक अभिनंदन जनाई आरंभ करने जाऊँ महान पौराणिक नाटक महान ऐतिहासिक नाटक महान काल्पनिक नाटक देखला बड़ी शिखला बड़ी मन छुआ नाटक सुपरहिट नाटक निज स्वामी भल लगुनि शिवानी नाटक को पार कर दो आज जीव ना पड़े ट्रेने पलाइब कि बालेश्वर जी
জুনাগড় ছিল সমগ্র ভারত জুনাগড় ট্রেনে বর্ষরে ଯିବା জুনাগড়ে তো আসছিল এই জুনাগড় রাত্রে জেলা জুনাগড় সকালে স্তরীয় আসছিল মহা মহোৎসব এনে সাড়ম্বরে পলাইব কি আমার পরিপালন କରାଯାଉଛି। মণিগুড় আসিব ନା ନା ରାୟଗଡ଼ାରେ ଚଢ଼ିବେ ସେମାନେ ପରମ ରାୟଗଡ଼ାରୁ ଭୁବନେଶ୍ୱର ଯିବେ ପ୍ରଧାନ ଆଚାର୍ଯ୍ୟ ଦେବ ପୂଜ୍ୟପାଦ ଶ୍ରୀ ଶ୍ରୀ ବଡ଼ବାଙ୍କର ଆଶୀର୍ବାଦ କ୍ରମେ ମୁନୁଡ଼ା ପରମ ପୂଜ୍ୟପାଦ ଆଚାର୍ଯ୍ୟ ଦେବ ଶ୍ରୀ ଶ୍ରୀ ଦାଦାଙ୍କର ଐଶୀ ପ୍ରେରଣା ଆଶୀର୍ବାଦକୁ ବହନ କରି কোন ট্রেন ଆଜ୍ଞା ଆଜି ଆପଣମାନଙ୍କ ଆଗରେ ଦି ପଦ ପ୍ରଭୁଙ୍କର କଥା କହିବା ପାଇଁ ମୁଁ ଆଜି ପ୍ରୟାସ କରୁଛି। ଏମାନେ ଆଇଛନ୍ତି ଆଜ୍ଞା ଆଜ୍ଞା ପାଲାବାଲା ଯେ বাংলা ପ୍ରଥମ কথা আমি କଥା কইনি কোন কথা আর যে ও তারপরে এরা সব আসি গেলে কাগি ସେ ବସ୍ରେ ଯିବେ ନା ସତ୍ସଙ୍ଗ କଣ? ବସ୍ରେ ଯିବେ বাসে চলে যাবে ହଁ ଟ୍ରେନ୍ରେ କାହିଁକି ଦୀକ୍ଷା କଣ? ମଣିଷ କାହିଁକି ସତ୍ସଙ୍ଗକୁ ଯିବ? ମଣିଷ କାହିଁକି ଦୀକ୍ଷା ଗ୍ରହଣ କରିବ? ମଣିଷ କାହିଁକି ଗୁରୁଗତ ଜୀବନ ଯାପନ କରିବ? ଆଜି ବିଶ୍ୱ ବ୍ରହ୍ମାଣ୍ଡର ବଡ଼ ଠାକୁର ଜଗନ୍ନାଥ ମହାପ୍ରଭୁ ଥିଲାବେଳେ ଆଜ୍ଞା ଆଖଣ୍ଡଳମଣି ତାରିଣୀ ମଙ୍ଗଳା କେତେ ଦେବାଦେବୀ ଆର୍ଯ୍ୟାବର୍ତ୍ତ ଭାରତ ଭୂଖଣ୍ଡରେ ଥିବା ସ୍ଥଳେ ଆଜ୍ଞା ଆଜ୍ଞା ପୁଣି ଏ ସତ୍ସଙ୍ଗର ପ୍ଲାବନ ବିଶ୍ୱବକ୍ଷରେ କାହିଁକି ହେ ବୁଝିଲା? ଆଜ୍ଞା ଆମର ଜଗନ୍ନାଥ ଅଛନ୍ତି, ଅଛନ୍ତି ଇଏ ବିଶ୍ୱ ବ୍ରହ୍ମାଣ୍ଡର ସେ ହେଉଛନ୍ତି ବଡ଼ ଠାକୁର। ତାହେଲେ ଜଗନ୍ନାଥ ମହାପ୍ରଭୁ ଥିଲାବେଳେ ପୁଣି ମଣିଷ କାହିଁକି ଦୀକ୍ଷା ନବ? ମଣିଷ କାହିଁକି ଗୁରୁ ଗ୍ରହଣ କରିବ? ପୁଣି ମଣିଷ କାହିଁକି ସତ୍ସଙ୍ଗକୁ ଆସିବ? ହେ ପୁଣି ଯଦିଓ ମଣିଷ ଦୀକ୍ଷା ନେଲା, ଗୁରୁ ଗ୍ରହଣ କଲା, ପୁଣି ଯଜନ ଯାଜନ ଇଷ୍ଟଭୂତି କରିବ କାହିଁକି? କୌଣସି ସମ୍ପ୍ରଦାୟର ତ ଇଷ୍ଟଭୂତି ନାହିଁ, ନାଇଁ ନାଇଁ ତାହେଲେ ଠାକୁର ଅନୁକୂଳ ଚନ୍ଦ୍ର ଇଷ୍ଟଭୂତି କାହିଁକି ପ୍ରଣୟନ କଲେ? ଆଜ୍ଞା ଇଷ୍ଟଭୂତି କଣ? ଏ ଇଷ୍ଟଭୂତି କଲେ ଆମର ଲାଭ କଣ ହେବ? ଏ ତ ବିରାଟ ପ୍ରସଙ୍ଗ। କ୍ଲିୟର କର ଏଁ? କଥା କ୍ଲିୟର କର ବିରାଟ ପ୍ରସଙ୍ଗ 5ଟାରେ ଉଦ୍ଯାପନ ହବ। ଆଜ୍ଞା 4ଟା ହେଲା ଗୋଟିଏ ଘଣ୍ଟା। ଚେତା ପୁରୁଷ ଆଜି ଚେତାବନୀ ଦଉଛିରେ ଯିବ ଘୋର କଳିର କରାଳ ଛାୟାକୁ ଛିନ୍ନ କରି ଆତ୍ମାକୁ ପବିତ୍ର କରି ପରମାତ୍ମାରେ ଯୁକ୍ତ କରି ଏ ସଂସାରରୁ ଉଦ୍ଧାର ମୁଖ୍ୟ ନିର୍ବାଣ ପ୍ରାପ୍ତି ହବାକୁ ହେଲେ ଏ କର୍ମମୟ ଜୀବନରେ ଧର୍ମ ଆଚରଣ କରି ସେ ସଚିତାନ ଚିନ୍ମୟ ତୀର ସୁନ୍ଦର ଭଗବାନଙ୍କ ପଦ କନ୍ଦରେ ମନ ପ୍ରାଣକୁ ନିବେଶ କରି ସେଇ ପ୍ରଭୁଙ୍କର ନାମାମୃତକୁ ପାନ କରିବାକୁ ପଡ଼ିବ। ହେ କଣ ଗୋଟେ ବାଜିଲା ରେକର୍ଡ ଟେ ଏଟା ରେକର୍ଡ ଟେନସନ ଏଠି ପାଲା କେମିତି ହବ? ଆପଣ ମାନଙ୍କର ପଶ୍ଚିମ ଓଡ଼ିଶାରେ ପାଲାର ପ୍ରଭାବ ନାହିଁ ଆଜ୍ଞା। ଆପଣ ମାନଙ୍କର କୋରାପୁଟ ମୁଁ ଆସିଛି, ନବରଙ୍ଗପୁର ଆସିଛି, ମାଲକାନଗିରି ଆସିଛି, ଆମର ସମ୍ମାନୀୟ ଖମାରିଦା ଭବାନୀପାଟଣାରେ ମତେ 15 ଦିନ ରଖିଦେଲେ। 15 ଦିନ ଭବାନୀପାଟଣା ସତ୍ସଙ୍ଗ ବିହାରରେ ରହି ଏଣ୍ଟାର କଳାହାଣ୍ଡି ଜିଲ୍ଲାଟାକୁ କଭର କଲି, କିନ୍ତୁ ଏପଟେ ପାଲାର ପ୍ରଭାବ ନାହିଁ। ପାଲା କଣ ଏପଟ ଅଞ୍ଚଳ ଜାଣେ ନାହିଁ। ପାଲା ଇଜ ଅରିଜିନାଲ କଲଚର ଅଫ ଓଡ଼ିଶା। ପାଲା ହେଉଛି ଓଡ଼ିଶାର ଏକ ଶ୍ରେଷ୍ଠ କଳା ନାହିଁ। ପାଲା ହେଉଛି ମାଧୁରୀ ଅକ୍ଷର, ପାରେ ହେଉଛି ପାପ, ଲାରେ ହେଉଛି ଲାଘବ। ଯାହା ଧୀର ସ୍ଥିର ଚିତ୍ତରେ ଘଣ୍ଟାଏ ଶ୍ରବଣ କଲେ ଆମ ସର୍ବାଙ୍ଗରୁ ସମସ୍ତ ପାପ ତାପ ଜ୍ୱାଳା ଯନ୍ତ୍ରଣା ଗୁଡାକ ଲାଘବ ହୋଇଥାଏ। ପାରେ ପାପ, ଲାରେ ହେଉଛି ଲାଘବ। ଏ ହେଉଛି ପାଲା। ଇଂଲିଶରେ ପାଲା ହେଉଛି 4 ଅକ୍ଷର ଟି ଏ ଏଲ ଏ। ଟି ରେ ହେଲା ପପୁଲାର, ଏ ରେ ହେଲା ଆର୍ଟ, ଏଲ ରେ ହେଲା ଲର୍ଡ, ଏ ରେ ହେଲା ଏପ୍ରୁଭ। ପାଲା ଇଜ ଏ ପପୁଲାର ଆର୍ଟ, ଏପ୍ରୁଭଡ ବାଇ ଦ ଲର୍ଡ।
ଦିଆଯାଇଛି ଈଶ୍ୱର ପୁରୁଷୋତ୍ତମଙ୍କ ଦ୍ୱାରା ଯାହା ସ୍ୱୀକୃତି କରାଯାଇଛି ପାଲାଇ ଯେ ପପୁଲାର ଆପ ଏପ୍ରୋଭ୍ ଦ ବାଇବଲ। ଲର୍ଡ ଲର୍ଡ ହଉ କଥା କୋଉଠି ନା ଏ କଳି ଯୁଗରେ ଆମେ କଣ କଲେ ଈଶ୍ୱରଙ୍କୁ ପ୍ରାପ୍ତି ହବା, ସୁଖ ଶାନ୍ତିରେ ରହିବା, ମୁକ୍ତି ହବା, ଉଦ୍ଧାର ହବା, ମୁଖ୍ୟ ହବା, ନିର୍ବାଣ ପ୍ରାପ୍ତି ହବା। ଟିକେ କହିଦିଅନ୍ତୁ ଆପଣ ମାନେ କହିବେ ହୁଏତ ଯାଗ କଲେ, ଯଜ୍ଞ କଲେ, ହେଲେ ଆଜି ସେ ରାୟଗଡ଼ା ସତ୍ସଙ୍ଗ ବିହାର ଆଉ 10 ମିନିଟ୍ ଅଛି, 10 ମିନିଟ୍। ବହୁ କଷ୍ଟରେ ତ ବାଟ ଜାଣି ନାହିଁ, ସେ ଅଟୋବାଲାଟାକୁ କହିଲି କଲା ହଁ ନେଇକିରି ଉତ୍ସବ ହଉଛି, ସିଏ ନେଇକି ପହଞ୍ଚେଇ ଦେଲା ସେଠି ଆଜ୍ଞା ସିଏମଙ୍କ ପ୍ରୋଗ୍ରାମ ରେ ଇଏ ଟେଣ୍ଟ ତ ସତ୍ସଙ୍ଗ ଟେଣ୍ଟ ଜାଣିଲା ଆହୁରି ଅଧିକ ଭିଡ଼ିଓ ଛାଡ଼ିବାକୁ ପଡ଼ିକି କହିଲା ଆଜ୍ଞା ଏଠି ସିଏମ ଆସିବେ ତ ଟେଣ୍ଟ ହଉଛି। ତାପରେ ମୁଁ କହିଲା ରେ ବାପା ଏଠି ନୁହେଁ ଗୋଟେ ଉତ୍ସବ ହଉଛି, ଯଜ୍ଞ ହେଇନି, ସତ୍ସଙ୍ଗ ମହାମହୋତ୍ସବ। ପୁଣି ନେଇକି ପହଞ୍ଚେଇ ଦେଲା, ସେଠି ଯାଇ ପହଞ୍ଚିଲା ବେଳକୁ ସବୁ ଗେରୁଆ ଦେଖିଲି, ଇଏ ତ ସତ୍ସଙ୍ଗ ଉତ୍ସବ ନୁହେଁ, ସେଠି ଆଜ୍ଞା କଣ ହଉଛି ବିଶ୍ୱ ଶାନ୍ତି ମହାଯଜ୍ଞ। ଯଜ୍ଞ ଆପଣଙ୍କ ଏ ରାୟଗଡ଼ା ଯାହା ହଉ ତାର 1.5 ଘଣ୍ଟାରେ ଆଣିକି ପହଞ୍ଚେଇଲା, କହିଲା 1000 ଟଙ୍କା ଆଜ୍ଞା ଦିଅ। ଏ ରାୟଗଡ଼ା ସତ୍ସଙ୍ଗ ବିହାରରୁ ଏଠି କଣ 1000 ଟଙ୍କା ଭଡ଼ା? କଣ କରିବି ମୁଁ ତ ଜାଣିନି। ଏଠି 2 ଜଣ ଭାଇକି ଫୋନ କଲି, ସେ ରିସିଭ୍ କଲେନି, କରିବି କଣ ଆଉ କଣ ସେଇଠି ପଡ଼ି ପଡ଼ି ଘରକୁ ପଳେଇବି। ମୁଁ ତୁ 1000 ଛାଡ଼ିକି 5000 କହିଲେ ଦେବି। हे सज्जन गुणी ज्ञानी मो माँ झील मैंने जी बच मन देई गोटे हटा मुक्तिर कथा शुण। ये कली रे आमे कौन कले मुक्ति हवा, उद्धार हवा, ईश्वर को प्राप्ति हवा। आपणकर शास्त्र कहते हरे रे नाम केवल कलौ नास्तैव 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 गतिरि अन्यथा। ये कड़ी रे आपण माने जेते जागो करंतु, यज्ञ करंतु, बार करंतु, व्रत करंतु, तीर्थ करंतु, कौनसी रे ये कड़ी रु आपण मुक्ति हेई पारिबे ना। ताले कड़ी रे मुक्ति मा केइति रहिला? जागो यज्ञ रे नुहे, बार व्रत रे नुहे, ये कड़ी रे मुक्ति रहिला उनको नाम रे रहिला मुक्ति। तेणु चैतन्य महाप्रभु कहले जीवे दया नामेरे शरण, बोले ए नामरे जोग, ए नामरे भोग, ए नाम जीवन।